ଶ୍ରୀ ଦଧିବାମନଜୀଉ ମନ୍ଦିରର ରତ୍ନମୁଦ ଉତ୍ସବରେ ଯୋଗଦେଲେ ବିଧାୟକ। ଖଣ୍ଡପଡ଼ା ବ୍ଲକର ଯୋଗ୍ୟପଲ୍ଲୀ ପଞ୍ଚାୟତ ଅଧୀନସ୍ଥ ଲକ୍ଷ୍ମୀପ୍ରସାଦ ଗ୍ରାମରେ ଶ୍ରୀ ଦଧିବାମନଜୀଉ ମନ୍ଦିରର ରତ୍ନମୁଦ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବୁଧବାର ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ଅଧିବାସ ନୀତିକାନ୍ତି ସମ୍ପନ୍ନ ହୋଇଥିବା ବେଳେ ଗୁରୁବାର ରତ୍ନମୁଦ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଗୁରୁବାର ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହେବା ସହ ଗ୍ରାମ ପରିକ୍ରମା କରିଥିଲେ। ଲକ୍ଷ୍ମୀପ୍ରସାଦ ଗ୍ରାମବାସୀମାନେ ଦୁଆରେ ଲିପାପୋଛା କରି ପୂର୍ଣ୍ଣ କଳସୀ ରଖି ଦୀପ ଜାଳି ଠାକୁରଙ୍କୁ ଭୋଗ ଲାଗି କରିଥିଲେ। ମନ୍ଦିର ପରିସରରେ ବ୍ରାହ୍ମଣମାନଙ୍କ ଦ୍ୱାରା ହୋମଯଜ୍ଞ ଚାଲିଥିବା ବେଳେ ମାତୃମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତ୍ତନ ପରିବେଷଣ ହୋଇଥିଲା। ଏ ଅବସରରେ ମନ୍ତ୍ର ଓ ବେଦପାଠ ସାଙ୍ଗକୁ ହରିବୋଲ ହୁଳହୁଳି ଧ୍ୱନିରେ ଗ୍ରାମ ପରିବେଶ ଉତ୍ସବ ମୁଖର ହୋଇ ଉଠିଥିଲା। ଲକ୍ଷ୍ମୀପ୍ରସାଦ ଗ୍ରାମ ଏବଂ ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ଖଣ୍ଡପଡ଼ା ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ୱାଇଁ ଏହି ଅବସରରେ ଯୋଗଦେଇ ସହଯୋଗ ଓ ଆର୍ଥିକ ଦାନମୁକ୍ତ ହସ୍ତରେ ଦାନ କରିଥିଲେ। ତେବେ ଲକ୍ଷ୍ମୀପ୍ରସାଦ ଗ୍ରାମବାସୀଙ୍କ ତରଫରୁ ଗ୍ରାମକୁ ଭଲ ରାସ୍ତାଟିଏ ନଥିବା ଅଭିଯୋଗ ହୋଇଥିଲା। ବିଧାୟକ ନିଜେ ଏହି ଗ୍ରାମକୁ ଆସିଥିବା ବେଳେ ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ସହିତ ରାସ୍ତାର ଆବଶ୍ୟକ ଜାଣି ଖଣ୍ଡପଡ଼ା ନୟାଗଡ଼ ମୁଖ୍ୟ ରାସ୍ତାରୁ ଲକ୍ଷ୍ମୀପ୍ରସାଦ ଗ୍ରାମକୁ ଯାଇଥିବା ରାସ୍ତାର ଖୁବ୍ ଶୀଘ୍ର ନିର୍ମାଣ କରାଯିବା ନେଇ ଲକ୍ଷ୍ମୀପ୍ରସାଦ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବା ସହ ବ୍ଲକ ଜେଇଙ୍କୁ ଡାକି ଆଲୋଚନା କରି ଫେରିଥିଲେ। ଲକ୍ଷ୍ମୀପ୍ରସାଦ ଗ୍ରାମକୁ ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ନେଇ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଗ୍ରାମବାସୀମାନେ ଆନନ୍ଦ ପ୍ରକାଶ କରିଥିଲେ। ଲକ୍ଷ୍ମୀପ୍ରସାଦ ଗ୍ରାମ ତଥା ଆଖପାଖ ଗ୍ରାମରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ଅପରାହ୍ନ 5 ଘଣ୍ଟା ସମୟରେ ଶ୍ରୀ ଗୋପୀନାଥଜୀଉଙ୍କ ନୂତନ ମନ୍ଦିରକୁ ବାଉଁଶରେ ନିର୍ମିତ ସିଡ଼ିରେ ଚଢ଼ି ଧାନ ସୁନା ରୂପା ଆଦି ନେଇ ମନ୍ଦିରର ଗର୍ଭଗୃହରେ ଦାନ କରିଥିଲେ। ପରେ ହୋମ ପୂର୍ଣ୍ଣାହୁତି ସମ୍ପନ୍ନ ହେବା ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। କହିବାକୁ ଗଲେ ଲକ୍ଷ୍ମୀପ୍ରସାଦ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତ ଗ୍ରାମବାସୀମାନଙ୍କ ସହଯୋଗରେ ଶ୍ରୀ ଦଧିବାମନଜୀଉଙ୍କ ଜଉମୁଦ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା। ଜୟ ଜଗନ୍ନାଥ। ସମସ୍ତଙ୍କୁ ନମସ୍କାର, ଶୁଭେଚ୍ଛା। ଆଜି ଆମର ଯୋଗିଆପଲ୍ଲୀ ଗ୍ରାମ ପଞ୍ଚାୟତର ଲକ୍ଷ୍ମୀପ୍ରସାଦ ଗାଁରେ ଏହି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଗର୍ଭମୁଦ ଯେଉଁ ମନ୍ଦିର ତିଆରି ଚାଲିଛି ଗର୍ଭମୁଦ ଥିଲା। ମୁଁ ଏହି ଅବସରରେ ଆସିଥିଲି। ବହୁତ ଉତ୍ସାହର ସହିତ ଆମର ଗ୍ରାମବାସୀମାନେ ଏବଂ ନିକଟସ୍ଥ ପୁଷ୍ପପକ୍ଷ ଯୋଗିଆପଲ୍ଲୀ ସମସ୍ତେ ଏଠାରେ ଆସି ପହଞ୍ଚନ୍ତି। ଆଜି ଏହି ଅଞ୍ଚଳ ପୁରା ଉତ୍ସବ ମୁଖର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମନ୍ଦିରର ଯେଉଁ ଗର୍ଭମୁଦ ହେଉଛି ନିଶ୍ଚିତ ଭାବରେ କଥା ରଖୁଛୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏ ଅଞ୍ଚଳର ସମସ୍ତେ କେମିତି ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ସୁଖରେ ରୁହନ୍ତୁ ଏବଂ କେମିତି ତୁରନ୍ତ ମନ୍ଦିର କାମ ସମାପ୍ତ ହେବ ତା ପାଇଁ ମଧ୍ୟ ଗ୍ରାମବାସୀମାନଙ୍କର ଯେଉଁ ବକ୍ତବ୍ୟ ରହିଥିଲା ଏବଂ ଆମେ ନିଶ୍ଚିତ ଭାବରେ ତା ପାଇଁ ଧ୍ୟାନ ଦେବୁ ଏବଂ ତୁରନ୍ତ 6 ମାସ ଭିତରେ କେମିତି ମନ୍ଦିର କାମ ସରିବ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ କେମିତି ପ୍ରତିଷ୍ଠା ଲାଭ କରିବ ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବୁ ଏବଂ ନିଶ୍ଚିତ ଭାବରେ ଆମେ ଆଶା ରଖୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କେମିତି ଆଶୀର୍ବାଦ ହେଉ ତୁରନ୍ତ ମନ୍ଦିର କମ୍ପ୍ଲିଟ୍ ହୋଇଯିବ ଏବଂ କମ୍ପ୍ଲିଟ୍ ହେଲା ପରେ ଆମେ ସାଧୁସନ୍ତମାନଙ୍କୁ ଡାକି ଏଇଟା ଗୋଟେ ବହୁତ ବଢ଼ିଆ ଖାଇବା ପିଇବା କରି ଅଞ୍ଚଳର ଏ ଅଞ୍ଚଳରେ ଜୋନ୍ରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଅନେକ ଗାଁକୁ ମଧ୍ୟ ଆମେ ଇନଭାଇଟ୍ କରିବୁ। ବହୁତ ବଢ଼ିଆ ଭାବେ ଅଲରେଡ଼ି ଏଷ୍ଟିମେଟ୍ କରିସାରିଣି। ତେବେ ତୁରନ୍ତ କେମିତି କାମ ହେଇପାରିବ ତାର ମଧ୍ୟ ବନ୍ଦୋବସ୍ତ କରିବା ପାଇଁ ସୁବୁଦ୍ଧି। आज आम जगन्नाथ महाप्रभुंर रत्नमुद हो नूतन जगन्नाथ मंदिर रत्नमुद हो सका ठाकुर बाहरी ग्राम परिक्रमा करते ठाकुराणी पाखे शिव मंदिर जाते सब पूजा करा यापर बहु भक्त मान समागम होता बर्तमान होम चली पूर्णाहुति हम बहु भक्त मान समागम ये तेणु
ଆଗକୁ ମଧ୍ୟ ଆହୁରି ଭକ୍ତମାନେ ମଧ୍ୟ ଆସିବାର ସମ୍ଭାବନା ରହିଛି। ଆଉ ଏବଂ ମାନେ ଆମ ସ୍ଥାନୀୟ ବିଧାୟକ ମଧ୍ୟ ଏଠାକୁ ଆସିବାର ସମ୍ଭାବନା ମଧ୍ୟ ରହିଛି। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ତେଣୁ ଏଇଭଳି ଭାବରେ ଆମର ଏଇ କାର୍ଯ୍ୟକ୍ରମ ଚାଲୁ ରହିଛି। ମୋ ନାଁ ଶ୍ରୀ ଶରତ କୁମାର ବରାଡ଼। ଆମର ସେ ଦଧିବାବନ ଯେଉଁ ଠାକୁରଙ୍କର ରତ୍ନ ମୁଦ ପାଇଁ ଏସବୁ କାର୍ଯ୍ୟକ୍ରମ ଚାଲିଛି। କ'ଣ କ'ଣ ସେ ସବୁ କାର୍ଯ୍ୟକ୍ରମ ଭିତରେ ରହିଛି? କାର୍ଯ୍ୟକ୍ରମ ଭାଗବତ ହେବ, ହୋମ ଯଜ୍ଞ ହେବ, ଆଉ ଧାନ ଉପରେ ପଡ଼ିବ, ସୁନା ରୂପା ଯାହା ସବୁ ଉପରେ ପଡ଼ିବ। ଭଲ ଚାଲିଛି, କିଛି ଅସୁବିଧା ନାହିଁ, ଭଲ ଚାଲିଛି। ନାଇଁ 1914 ମସିହାରେ ଆମର ଯଦୁନାଥ ମଙ୍ଗରାଜ ଏଠି ପ୍ରଥମେ ଆମର ଠାକୁର ବସେଇଥିଲେ, ସେ ଜଙ୍ଗଲ ଭିତରେ ବସେଇଥିଲେ। ତାଙ୍କୁ ଆମେ ଆଣି ପ୍ରତିଷ୍ଠା କରିଛୁ ଏଠି। 1914 ମସିହାରେ କରିଥିଲେ ଯଦୁନାଥ ମଙ୍ଗରାଜ। ଗ୍ରାମ ତରଫରୁ ହେଉଛି, ସମସ୍ତଙ୍କର ସହଯୋଗ ସମସ୍ତଙ୍କର ଅଛି, ସବୁ ଅଛି, କିଛି ଅସୁବିଧା ନାହିଁ। ସାଂସ୍କୃତିକ କାର୍ଯ୍ୟ କିଛି ନାହିଁ, ସେ ଭାଗବତ ଏସବୁ ସଂକୀର୍ତ୍ତନ ତ ଚାଲିଛି ଆଉ।